ମଦ ପିଇକି ତ ଲୋକଙ୍କ ଜୀବନ ଏଇ ଅଧା ଇଏରେ ଯାଉଛି। ଆଉ କ'ଣ କହିବୁ ମଦ ବିଷୟରେ? ସରକାର କ'ଣ ଆଇଲେ କହିଲେ ଆମେ ଆସିଲେ ମଦ ବନ୍ଦ କରିଦେବୁ। କେତେଟା ଆଉ ମାନେ ଆମ ଓଲିଉଡ୍ ଇଣ୍ଡଷ୍ଟ୍ରି କେତିକି ବଡ଼, କେତେ ଜଣ ଗଲେଣି ଏଇ ମଦ ପିଇ ପିଇକି। ଆଉ ଲୋକ ସବୁ କୁହନ୍ତି କି ଆଉ ମଣିଷ ତ ଆଜି ବଞ୍ଚିଛି କାଲି କି ନାହିଁ, ଏମିତି ଆଜି ଖାଲି। ବଞ୍ଚିଛି କାଲି ନାହିଁ ମାନେ କ'ଣ ଜଣେ 35 ବର୍ଷରେ ମରିଯିବ, ଆଜି ବଞ୍ଚିଛି କାଲି ନାହିଁ? ପୁଣି ଆମର ଗୋଟେ ବାର୍ଦ୍ଧକ୍ୟ ଆସିବ କି ମାନେ 50 ବର୍ଷ 60 ବର୍ଷ ତ ଆଟଲିଷ୍ଟ ବଞ୍ଚିବ ନା ନାହିଁ ଜଣେ? ମଦ ପିଇ ପିଇକିରି ଏଇସବୁ ମାନେ ଅର୍ଗାନ ଫେଲୁଅର କି ଲିଭର ଡ୍ୟାମେଜ ଏଇସବୁ ମଦ ପିଇ ହେଉଛି ନା ନାହିଁ? ସରକାର ମଦକୁ ବନ୍ଦ କରନ୍ତୁ ଭାଇ। ଆଉ ଯୋଉଥିରେ ପ୍ରାଇସ୍ ବଢ଼େଇବା କଥା ବଢ଼େଇ ଦିଅ, ମଦ ବନ୍ଦ କରିଦିଅ। ଟୋଟାଲ ସବୁ ଦୋକାନ ବଜାର ମାନେ ବାର ଫାର ସବୁ ବନ୍ଦ ଅଲ୍। ଆଉ ଯେ ମଦ ପିଉଛନ୍ତି ସେ କ'ଣ କରିବେ? ସିଏ ପାଣି ପିଇବେ, ଲେମ୍ବୁ ପାଣି। ମଦ, ଗୁଟୁକା, ସିଗାରେଟ, ଖଇନି, ଗଞ୍ଜେଇ ଯାହା ରହିଲା, ଗଞ୍ଜେଇ ଯୋଉଠି ଯାହା ପାଖକୁ ଯଦି 20 ଟଙ୍କାରୁ ଅଧିକ ଧରା ପଡିଛି ତା ଉପରେ 3 ଲକ୍ଷ ଫାଇନ ପକାନ୍ତୁ। ତାକୁ କୁହନ୍ତୁ ଆଣ୍ଠି ଆଣ୍ଠି 100 କିଲୋମିଟର ଯିବ ଆଣ୍ଠୁରେ, ତାପରେ ସେ ଗଞ୍ଜେଇ ବେପାର କରିବନି। ଏଇ ପନିଶମେଣ୍ଟ ଏଇଭଳିଆ ହବା ଦରକାର। ତାହେଲେ କେହି ଆଉ କରିବେନି। ଜେଲରେ ପୁରେଇକି ପୁଣି ବାହାର କରିଦେଲା କିଛି ନା ଫାଇଦା ନା ନାହିଁ। ନା, ଆଣ୍ଠେଇବ ଡାଇରେକ୍ଟ 100 କିଲୋମିଟର ଆଣ୍ଠୁରେ ଚାଲିବ। ମୋ ପନିଶମେଣ୍ଟ ଏଇଆ।